ଆଜି ଆମେ ଦେଖିବା ହାତୀମାନେ ଗାଁକୁ କାହିଁକି ପଶି ଆସନ୍ତି। ଏକ ନମ୍ବର କାରଣ ହେଲା ଖାଦ୍ୟ ଓ ପାଣିର ଅଭାବରେ। 2 ନମ୍ବର ହେଲା ଚାଷ ଫସଲର ଆକର୍ଷଣରେ, ଯେପରିକି ଧାନ, ମକା, ଆଖୁ ଇତ୍ୟାଦି ହାତୀମାନଙ୍କର ପସନ୍ଦ ଯୋଗ୍ୟ ଖାଦ୍ୟ। 3 ନମ୍ବର ହେଲା ଜଙ୍ଗଲ କମିଯିବାରୁ। ପ୍ରତିଦିନ ଲୋକମାନେ ନିଜର ସ୍ୱାର୍ଥ ପାଇଁ ଗଛ କାଟୁଥିବାରୁ। 4 ନମ୍ବର ମଣିଷ ଓ ହାତୀ ମଧ୍ୟରେ ସଂଘର୍ଷ। ହାତୀ ଓ ମଣିଷ ଏକାଠି ଗୋଟିଏ ଅଞ୍ଚଳରେ ବାସ କରୁଥିବାରୁ ହାତୀମାନେ ଲୋକମାନଙ୍କର ଫସଲ ନଷ୍ଟ କରୁଥିବାରୁ ସଂଘର୍ଷ ହୁଏ। 5 ନମ୍ବର ପୁରୁଣା ରାସ୍ତା ଅବରୋଧ ହେବାରୁ। ବହୁଦିନ ପୂର୍ବରୁ ହାତୀମାନେ ଯେଉଁ ରାସ୍ତାରେ ଯାତାୟାତ କରୁଥିଲେ, ସେହି ରାସ୍ତାରେ ଏବେ ଜନବସତି ଗଢ଼ି ଉଠି ଯାଉଛି। ସେଥିପାଇଁ ହାତୀମାନଙ୍କର ପୁରୁଣା ରାସ୍ତା ଅବରୋଧ ହେବାରୁ ହାତୀମାନେ ଗାଁ ଭିତରକୁ ପଶି ଆସନ୍ତି। ତେଣୁ ଏହି 5ଟି ପଏଣ୍ଟ ଯଦି ଆମେ ଦୃଷ୍ଟିରେ ରଖି କାର୍ଯ୍ୟ କରିବା, ତାହେଲେ ହାତୀ ଆମର କୌଣସି କ୍ଷତି କରିବେ ନାହିଁ।